जय जगन्नाथ पिला माने जेभଳି पूर्व क्लास रे आमे आलोचना करुथिले जीव विज्ञान विषय रे आज भौतिक विज्ञान विषय रे आलोचना करिवा तमरो एनुअल एग्जाम रे जो क्वेश्चन गुडी को आसीबो डिटेल्स रे मु किछि इंपोर्टेंट क्वेश्चन गुडी को सिलेक्शन करिछि से गुडी को तुम प्रश्नावली रे तुम टिक मारि नियो आ से गुडी को प्रैक्टिस करके जीवो निश्चित तुमरो आसीबो चलो पिले पिले तुमरो अछि 9टी अध्याय अछि 9टी अध्याय प्रत्येक अध्याय रो तुमरो लॉन्ग क्वेश्चन आसीबो किछि मैथमेटिकल सॉल्यूशन भी आसीबो से गुडी को भी तुम प्रैक्टिस करिवो हाँ मु सेटा देइछि मार्क करछे जिबा प्रथम विषय रे अछि देखो पिले केल्विन रो सेल्सियस स्केल रे परिणत करिवा आ डिग्री सेल्सियस रो केल्विन रे परिणत करिवा एक बार तुम प्रैक्टिस करिथिवो जदि केल्विन रे बाहर करिवो जेमति धर 300 केल्विन देइछि तार केते डिग्री रे एथिरो माइनस होबो 270 केल्विन तेने केते होबो तुमरो तो 27 डिग्री सेल्सियस जेते तुम सेल्सियस बाहर करियो 270 माइनस करियो जेते बेले तुम रे केल्विन बाहर करिवो सेल्सियस धर जाऊ देइछि 27 डिग्री सेल्सियस देइछि बा 100 डिग्री सेल्सियस देइछि ସେଥିରେ ତମେ ତାକୁ କେଲଭିନ ରେ ପ୍ଲସ୍ କରିବ କେତେ 270 ହଁ 370 ନୁହେଁ 73 ଭୁଲ କହିଲି 73 ବୁଝିହେଲା ଏତିକି କ'ଣ ହବ ନା କେଲଭିନ এইଭଳି ତୁମେ ବାହାର କରିବ ଏଇ ଦୁଇଟାରେ ତୁମ ନିଶ୍ଚିତ ଗୋଟେ ସର୍ଟ କ୍ୱେଶ୍ଚନ ଆସିବ କାରଣ ଦର୍ଶାଅ ବି ଅଛି ଯେ ଗନ୍ଧ କର୍ପୂର ଗୋଲି ଗୁଡ଼ିକ କିଛି ଦିନ ପରେ ଅଦୃଶ୍ୟ ହେଇଯାଏ କାରଣ ଦର୍ଶାଅ ଏଥିରୁ ତୁମର ଆସିବ କିଛି ଏଇଟା ଟିକେ ମନେ ରଖିବ ପିଲାମାନେ ଏଇ ଯୋଉ ସାରଣୀଟା ରହିଛି ଏଥିରେ ତମର ଦେଇଛି ମାପ ଦେଇଛି ତାର ଏକକ ଏବଂ ପ୍ରତୀକ ଯେମିତି ତାପମାତ୍ରାର ଏକକ ହେଲା କେଲଭିନ କେଲଭିନ ର ପ୍ରତୀକ ବା ସଂକେତ ହେଲା କେ ଦୂରତାର ଏକକ ହେଲା ମିଟର ସଂକେତ ହେଲା ଏମ ବସ୍ତୁତ୍ୱର ଏକକ ହେଲା କିଲୋଗ୍ରାମ ଏବଂ ପ୍ରତୀକ କେଜି এইଭଳି ତମର ଏଟାର ନିଶ୍ଚିତ ଏଥିରୁ ଗୋଟେ ସର୍ଟ କ୍ୱେଶ୍ଚନ ତମେ 1 ମାର୍କ ପାଇବ ଆଉ ଗୋଟେ ଦେଖ ବୁଲେ ସସ୍ପେନସନ କ'ଣ ଲଙ୍ଗ କ୍ୱେଶ୍ଚନ ରେ ଆସୁଛି ସସ୍ପେନସନ କ'ଣ ଏହାର ଧର୍ମ ଲେଖ ସସ୍ପେନସନ କ'ଣ ସସ୍ପେନସନ ର ଧର୍ମ ଏଗୁଡ଼ିକ ରହୁଛି 6 ଏପରି ଏଠି ଗୋଟେ ଆଉ ଗୋଟେ କ୍ୱେଶ୍ଚନ ଅଛି ନା କଲଏଡ କ'ଣ କଲଏଡ ର ଧର୍ମ କ'ଣ ଏଠି କିଛି ପ୍ରଶ୍ନ ଉତ୍ତରରେ ପୃଥକୀକରଣ କରିବାର କୌଶଳ जो दहीरु लहुणी केमिति पृथककरण करा जाउची गोटे कार इंजिन रे तेल बही रही जाए छोट छोट धातु कड़ी द्वारा किपर पृथक कर ये जो केमिति अलग अलग करा जीवो से विषय रे तुमर मध्य आसीबो ना ये किसी मैथमेटिकल क्वेश्चन अच्छी जोटा कि देख पिले ना 0.5 मोल नाइट्रोजन गैस रो वस्तुत्व कल्पना कर वस्तुत्व किभଳି बाहर करियो ये फॉर्मूला जे पड़ी 14 गुण 2 28 ग्राम इंटू 0.5 यही हिसाब रे तुम बाहर करियो तुम कौन ना वस्तुत्व से बड़े 1 मोल कैल्शियम कार्बोनेट को उत्तप्त कले केते ग्राम लेखाए प्रत्येक उत्पाद अणु उत्पन्न हम यहाँ प्रैक्टिस करके जीव ये पूरा सॉल्यूशन कर तुम एक डायरेक्ट भी प्रैक्टिस कर डायरेक्ट क्वेश्चन भी उदाहरण रू आस लॉन्ग क्वेश्चन आसला कौन ना डाल्टन को परमाणु तत्व क्या कह जाए तार परमाणु तत्व गुड़े कह पारमाणिक वस्तुत्व कौन आणविक वस्तुत्व कौन एटा गोटे पॉलीएटॉमिक आयन कौन एतिक रही इम्पोर्टेंट एठी अच्छी तापर विषय रही कौन ना थॉमसन को परमाणु मॉडल तापर रही तुम Cl माइनस आयन रो इलेक्ट्रॉन सज्जा गुड़िक लेख आइसोटोप कौन आइसोबार कौन यही सब तापर रदरफोर्ड को परमाणु मॉडल यही सब तुम आसो यार मैथमेटिकल क्वेश्चन कौन अच्छी ना
ଗୋଟିଏ କାର ସମତ୍ୱରାନ୍ୱିତ ଗତିରେ ଯାଉଛି 5 ସେକେଣ୍ଡରେ ତାହାର ବେଗ 18 କିଲୋମିଟର ପାର ଆୱାରରୁ 36 କିଲୋମିଟର ପାର ଆୱାରକୁ ବୃଦ୍ଧି ହେଲା, ତାହେଲେ କାରର ତ୍ୱରଣ କେତେ? ଏହି ସମୟ ଭିତରେ କାରଟି କେତେ ଦୂରତା ଅତିକ୍ରମ କରିବ? ସଲ୍ୟୁସନ୍ ହେଇଛି, ପ୍ରାକ୍ଟିସ୍ କରିବ। ତା ତଳକୁ ଆଉ ଗୋଟେ ଉଦାହରଣ ବି ଅଛି। ତାପରେ ଏଥିରେ ଏଇ ଯୋଉ ଅଛି ଏଥିରେ କ୍ୱେଶ୍ଚନଟା ଇମ୍ପୋର୍ଟାଣ୍ଟ କୋଉଟା କହିଲ ନା ଏଇଟା, ସୁମନ୍ତ ବିଦ୍ୟାଳୟକୁ ଗଲାବେଳେ 20 କିଲୋମିଟର ପାର ଆୱାର ବେଗରେ ଗାଡ଼ି ଯାଏ, ବିଦ୍ୟାଳୟରେ ଫେଲ ବେଳେ ତାର ଗାଡ଼ିର ବେଗ 30 କିଲୋମିଟର ହେଲେ ହାରାହାରି ବେଗ କେତେ? ସେଇଟା ଏଠି କିଛି ମ୍ୟାଥମେଟିକାଲ କ୍ୱେଶ୍ଚନ ଅଛି, ଦେଖିଦିଅ, ସ୍କ୍ରିନଶଟ ନେଇଯାଅ। ପ୍ରାକ୍ଟିସ୍ ଅଛି, ନିଜ ବହିରେ ବି ଦେଖିପାରିବ। ପେଜ ନମ୍ବର ଏଠି ଅଛି 84 85। ତାପରେ ନ୍ୟୁଟନଙ୍କ ଗତି ଉପରେ 3ଟି ନିୟମ। ଗତିର ପ୍ରଥମ ଗତି ନିୟମ, ଦ୍ୱିତୀୟ ଗତି ନିୟମ, ଏଇଟା ପରୀକ୍ଷାର ପୁରା ଡାଇରେକ୍ଟ ଆସେ। ପ୍ରଥମ ଗତି କ'ଣ ବୁଝାଅ? ପୁରା ଗତିର ସୂତ୍ର ଲେଖେ। ଗୋଟିଏ ବସ୍ତୁ ତାର ସ୍ଥିରାବସ୍ଥାର ବା ସରଳ ଆକାରରେ ସମଗତି ଅବସ୍ଥାରେ କ୍ରମାଗତ ଭାବରେ ରହିଥାଏ ଯେପର୍ଯ୍ୟନ୍ତ ତାପରେ କୌଣସି ଅସନ୍ତୁଳିତ ବାହ୍ୟ ବଳ କାର୍ଯ୍ୟ ହୋଇନଥାଏ। ଡାଇରେକ୍ଟ ଏଇଭଳିଆ ଆସିବ। ତାପରେ ଏ ବିଷୟରେ କ'ଣ ଅଛି ନା ଦୁଇଟି ବସ୍ତୁ ମଧ୍ୟରେ ଦୂରତାକୁ ଅଧା କରିଦେଲେ ମଧ୍ୟରେ ମହାକର୍ଷଣ ବଳର ପରିମାଣ ପରିବର୍ତ୍ତନ ହବ କି? ଏଇଟା ଗୋଟେ ଅଛି। ପୃଥିବୀ ପୃଷ୍ଠରେ ଥିବା 1 କିଲୋଗ୍ରାମ ବସ୍ତୁ ମଧ୍ୟରେ ମହାକର୍ଷଣ ବଳର ପରିମାଣ କେତେ ହବ? ମୁକ୍ତ ପତନ ତ୍ୱରଣ, ମହାକର୍ଷଣ ବଳର ନିୟମ, ଏ ଦୁଇଟି ରହିଛି। ତାପରେ ତମର ମାନବ କର୍ଣ୍ଣର ନାମାଙ୍କିତ ଚିତ୍ର। ଆମେ କାନ ଦ୍ୱାରା ଶୁଣୁ କିପରି ବୁଝାଅ? ଧ୍ୱନିର ତୀବ୍ରତା କାହାକୁ କୁହାଯାଏ? ଏଇତ ଧ୍ୱନିର ପ୍ରତିଫଳନର ଦୁଇଟି ବ୍ୟବହାରିକ ପ୍ରୟୋଗ ଲେଖ। ଏତିକି ଥିଲା ତମର ଭୌତିକ ବିଜ୍ଞାନର ଇମ୍ପୋର୍ଟାଣ୍ଟ ସିଲେକ୍ସନ କ୍ୱେଶ୍ଚନ। ତମେ ପ୍ରିପେୟାର ହେଇକି ଯିବ, ନିଶ୍ଚିତ ଏଇସବୁ କ୍ୱେଶ୍ଚନ ଆସିବ। ଥ୍ୟାଙ୍କ ୟୁ, ଅଲ୍ ଦି ବେଷ୍ଟ।